କବିତାର ଶୀର୍ଷକ ଅଦାଲତ। ତଳ ଅଦାଲତର କାଠ ଗଡ଼ାରେ ସେଦିନ ସେ ବହୁତ କାନ୍ଦିଥିଲା। ସେ ନୁହେଁ, ସିଏ କାନ୍ଦି ନଥିଲା, କାନ୍ଦିଥିଲେ ତାର ମନ ଆଉ ଆତ୍ମା। ଝୁଣି ହେଇଯାଉଥିଲା ତାର ହାଡ଼ ମାଉଁସ, ସତେ ଯେମିତି ପଳ ପଳ ହେଇ ଝରି ଯାଉଥିଲା ଲୁହ ଲହୁ ଏକାକାର ହେଇ। ଓଠ ବି ନୀରବରେ ପିଉଥିଲା ଲୁଣି ପାଣି, ଓଠ ବି ନୀରବରେ ପିଉଥିଲା ଲୁଣି ପାଣି। ମରଣଠୁ ବଳି ଯାଇଥିଲା ଜୀବନ ଯନ୍ତ୍ରଣା। ଛକା ପଞ୍ଝା ଖେଳୁଥିଲେ ବିଶ୍ୱାସ ଭରସା, ହାଉଳି ଖାଉଥିଲା ଧୋକାଖିଆ ହୃଦୟ। ଆଖି ସବୁ ଦେଖୁଥିଲା ନୀରବ ଦ୍ରଷ୍ଟା ସାଜି, କାନ ସବୁ ଶୁଣୁଥିଲା ନୀରବରେ। ତଳ ଅଦାଲତର ରାୟକୁ ଅପେକ୍ଷା ଜଣେ କରିଚାଲିଥିଲା ମିଛ ବାନ୍ତି। ହାତଟା ନୀରବରେ ଦସ୍ତଖତ କଲା ତଳ ଅଦାଲତର ରାୟ। ଦି ଏଣ୍ଡ ହେଲା, ଦି ଏଣ୍ଡ ହେଇଗଲା ବର୍ଷ ବର୍ଷର ମଧୁର ମୁହୂର୍ତ୍ତ। ତୁଟିଗଲା, ଫିଟିଗଲା, ଭାଙ୍ଗିଗଲା ବାଇ ଚଢ଼େଇର ସ୍ୱପ୍ନ ଅକାଳ ବୟାରରେ। ଅଥଚ ସେ ଜାଣିପାରିଲାନି ତାର ଅପରାଧ, ସେ ଜାଣିପାରିଲାନି ତାର ଅପରାଧ। ବାଘ କାମୁଡ଼ାଠୁ ଘୋଷରା ବହୁତ ବାଧିଲା, ବାଘ କାମୁଡ଼ାଠୁ ଘୋଷରା ବହୁତ ବାଧିଲା। ତଥାପି ନୀରବ, ଅପେକ୍ଷା କେବଳ ଉପର ଅଦାଲତର ରାୟକୁ।